ସେତିକି ରୋହି ମୁଁ ମାଛ ଚିହ୍ନିନି ଭାକୁର କୋରା ରୋହି କୋରା ମୁଁ ଚିହ୍ନିନି। ନମସ୍କାର ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ଓଡ଼ିଆ ଭୂମିକା ସ୍ୱାଗତ କରୁଛି ମୋର ଆଉ ଗୋଟେ ନୂଆ ଭିଡ଼ିଓକୁ। ସାଙ୍ଗମାନେ ଆଜି କ'ଣ କ'ଣ ସବୁ ଘରେ ହେଉଛି ଆଉ ମୁଁ କେମିତି କ'ଣ କାମ କରୁଛି। ମୋ ସ୍ୱାମୀ ପୋଖରୀ ମାଛ ମରା ହେଉଥିଲା, ମାଛ ଆଣିଛନ୍ତି, କେମିତି କ'ଣ କାଟୁଛନ୍ତି ଆଉ କେମିତି ତରକାରୀ ହେଉଛି ଆପଣମାନଙ୍କୁ ସବୁ ଦେଖାଉଛି। ଚାଲନ୍ତୁ ଦେଖିବା। ଏଇ ଆମ ବାବୁ କେମିତି ମାଛ କାଟୁଛନ୍ତି ଦେଖିବା, ଚାଲନ୍ତୁ। ଜମା ଭୁଲିବେନି, ଚ୍ୟାନେଲକୁ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ କରିବେ। ଆଜିର ଭିଡ଼ିଓ ବହୁତ ଇଣ୍ଟରେଷ୍ଟିଂ ଅଛି, ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯେହେତୁ ମୋ ଗଳା ଖରାପ କହିପାରୁନି, ମୋ ସ୍ୱାମୀ କହିଦେଇଛନ୍ତି। ଆଉ ଚାଲନ୍ତୁ ଭିଡ଼ିଓ ଦେଖିବା। ଆଉ ତା ବାବା କାଟିବେ, ଚାଲନ୍ତୁ ଦେଖିବା କେମିତି ବାପ ପୁଅ ମାଛ କାଟୁଛନ୍ତି। ଆରେ ଡାଲିରା କରିଛି, ହଳଦୀ ପଡିଲା। ଯିବୁ କେତେବେଳେ ଦୋକାନକୁ ହଳଦୀ ଟିକେ ଆଣିଛି। ପାଣି ଆଣିନି, ପାଣି ଆଣିଲେ ସିନା। ହେଇ ବାଲ୍ଟିରେ ନାହିଁ ପାଣି। ଆମର ବାବୁ ପତ୍ର ଛିଡ଼ଉଛନ୍ତି, ମାଛ କାଟିକି ଥୋଇବେ। କାଟିଲା ପରେ ପତ୍ରରେ ମାଛ ଥୋଇବେ, ଏଇଠି କାଟିବେ। ଏଇଠି ମାଛ ଥୋଇ ଦେଇକି ବାବୁ କେମିତି ବସିଛନ୍ତି ଦେଖ, କାଟିବେ ମାଛ। ମତେ କହିଥାନ୍ତେ, ମୁଁ ମାଛ କାଟି ଜାଣିନି। ଯେତେବେଳେ ମାଛ ଆଣିଲେ ସେ କାଟନ୍ତି। ଏଟା କି ମାଛ? ଏଟା ଭାକୁରଟା ବୋଧେ। ମାଛକୁ ମୃତ୍ୟୁ ହେଲା। ଆଜି ଆମ ସାହି ସାରା ସମସ୍ତେ ମାଛ ନେଇଛନ୍ତି, ଗାଁ ସାରା ନା, ପୋଖରୀ ମାଛ ଭାଗ ଛାଡିବେନି। ଦେଖନ୍ତୁ ଆମର ମାଛ କଟା ଚାଲିଛି, ମାଛରୁ କେତେ ବ୍ଲଡ ବାହାରୁଛି। ବାବୁ ପୁରା ଆମର କାଟି ଚାଲିଛନ୍ତି ଦମାଦମ। କାଟିବ କେତେ ଟାଣ ହେଇଛି ମାଛଟା, ହାତ ପିସ୍ ଟା କାଟିଲା ବେଳେ କାଟି ପାରୁନ। ବାଲ୍ଟିରେ କାଟିକି ପୁରେଇବେ ମାଛ, ଛଣା ହବ, ମିଶିକି ଖାଇବେ। ମିଶିକି ଖାଇବେ, ଏକୁଟିଆ ଖାଇବେନି। ବେଲୁନ ଏ ଯାତ୍ରା ଦୋଳ ବନେଇକି ଉଡେଇବୁରେ ରଖିଥା। ନା ନା ଫାଟା ନା। ଆମ ବାବୁ ମାଛ କାଟୁ କାଟୁ ହାତ କାଟି ହେଇଗଲେ, ରକ୍ତ ବାହାର ଲାଗିଲ। ତେଲ ତୁଲି ପାଇଁ କିଏ ଯିବ? ମାଛକୁ ବାଡିଆ ହଉଛି। ବାପା ଚୁଟିଟା କଣ ରଖିଛି ରେ? ବାପା ଚୁଟିଟା କଣ ରଖିଛି? ରଖିଛି ନା ଗାଡି ବି ରଖିଛି। ଗାଡି ବି ରଖିଛି। ଏ ପିଲାଟା ଦିଟା ବାପା, ଗୋଟେ ଡାଡି ଗୋଟେ ବାପା। ମାଛ କାଟିକି ଅଣ୍ଟା ବିନ୍ଧା ହେଲା, ଠିଆ ହେଇଛନ୍ତି। ମାଛ ରେଡି। ଆକୁ ଖାଲି ଫାଙ୍କା ଯିବ ନା, ଲୁଣ ହଳଦୀ ଦେଇଛ, ମସଲା ଏତିକି ଛଡେଇଲେ ଛଡେଇବା ହେଇଯିବ କଥା। ଡାଲି ଖଣ୍ଡେ ଫୁଟେଇଛି ତାଙ୍କ ପାଇଁ, କରିଦେଇକି ଟିକେ ଶୋଇବା। ଚାଲିଛି ଏଇଠି ଦେଖ, ଆମର ମାଛ ଭଜା ଚାଲିଛି। ପଲମରେ କଲନି। କଣ ହେଇଛି? ଡାଲି ଖାଇବ? ନିର୍ଯାତିତ ହଉଛନ୍ତି ଏ ନାରୀ, ମତେ ନିର୍ଯାତନା ଦେଉଛି, କହୁଛି ରୋଷେଇ କର। ମତେ ମୋ ଦେହ ଖରାପ ବୋଲି ଟିକେ ରୋଷେଇ କରିଦଉ, ନିର୍ଯାତନା ପାଉଛ। ଆଉ ଯୋଉ ନାରୀ ମାନେ ପୁରୁଷ ମାନଙ୍କୁ ରୋଷେଇ କରିକି ଦଉଛନ୍ତି, ତାକୁ କଣ କୁହାଯିବ? କର୍ତ୍ତବ୍ୟ। ସ୍ତ୍ରୀର ଦେହ ଖରାପ ଥିଲା, ସ୍ୱାମୀ ଯଦି ଟିକେ କାମ କରିଦେ, ନିର୍ଯାତନା।
ଆଉ ନିର୍ଯାତନା ମାନେ ଘର ନିର୍ଯାତନା ମୁଁ ଏଇଟା ପୁରୁଷ କମିଶନରେ ପକେଇବି। ପୁରୁଷ କମିଶନରେ ପକାଇଲେ ମତେ ଫାଶୀ ଦେଇଦେବେ। ପକାଇବ ନାହିଁ। ଦେଖନ୍ତୁ ମୋ ସ୍ୱାମୀ ଏତେ ଭଲ ଭଲ ଯେ ଭଲ ଯେତିକି ଖରାପ ସେତିକି। ଭଲ ଅଧିକ ଖରାପ ଅଳ୍ପ। ରୋଷେଇରେ ଆଜି ଟିକେ ସାହାଯ୍ୟ କରୁଛନ୍ତି ବୋଲି କେତେ କଥା କହିଯାଉଛନ୍ତି ମୋ ଦେହ ଖରାପ ଯୋଗେ। ଆଜି ମାଛ ତରକାରୀ କରିବେ ଆଉ ମୁଁ ଖାଇବି। ଆଜି ଦିନକରେ ମାଛ ତରକାରୀ ବୁଲିଯିବ ଆଉ। ପକେଇବା ଟମାଟୋ ଟା ଟିକେ ପକେଇଦବା ପ୍ଲିଜ। ବାବୁ ଆମର ଭୁଲ ଭାଲ କରିଦେଲେ। ଭୁଲ ଭାଲ ନୁହେଁ ଚଳିବ। ସେ ରୋଷେଇ କରୁଛନ୍ତି ପୁରା ରୋଷେଇ କରିବେ ନିଜ ଘରେ ଖାଇ ଖାଇକା ବେଦମ ହେଇଯିବ ଲୋକ ପାଟିରୁ ଛାଡ଼ିବନି। ଦେଖ ଆଜି କେମିତି ଷ୍ଟାଇଲରେ ଷ୍ଟାଇଲ ଟମାଟର ଆଉ ଅଦା ରସୁଣ ପେଷ୍ଟ ଏକାବେଳେ ପକାଇ ଦେଖିବା ଆଜି କେମିତି ପାଗଟା ହଉଛି। ଏବେ ବାବୁ ଆମର କଣ ମସଲା ଗୁଣ୍ଡ ପକେଇବେ ବୋଧେ। ଲଙ୍କା ହଳଦୀ ପକେଇଦବା। ଚାମଚ ନାହିଁ ଦେଖନ୍ତୁ ରୋଷେଇ କରିଛି ଲୋକ ଚାମଚ ରଖୁନାହିଁ। ଚାମଚ ହଜି ଯାଇଛି ଛୁଆ ପକେଇ ଦେଇଛନ୍ତି। ବଡ଼ ଚାମଚର ସେଇଠି ଯୋଉ ଟିକିଲି ଚାମଚଟା ଥିଲା। ହଳଦୀ ପକେଇବା ତାପରେ ହଳଦୀ ଏଇଟା ସରିଯାଇଛି ପକେଟ ହଳଦୀ ଆସିଛି। ମସଲା ହେଇଥିଲା ନାଚୁଛନ୍ତି କଢ଼େଇରେ ଡ୍ୟାନ୍ସ ଚାଲିଛି। ତାପରେ ନାଟକ କାର୍ଯ୍ୟକ୍ରମ ଆରମ୍ଭ ହବ। ମସଲା ସିଝିଗଲେ ତାଙ୍କର ନାଟକ ପ୍ରସ୍ତୁତ ହେଇଯିବ। ତାପରେ ବହି ଜଳିବ ଆଉ ବହି ପୁରା ଗୁଣ୍ଡ କରିକି ବହି ରୋଷେଇ କରିବି। ଆଉ ଟିକେ ପିଠା ଖଡ଼ିକା ଭାଙ୍ଗୁ ନହେଲେ କଡ଼େଇ ଭାଙ୍ଗୁ। ଆଜି ସବୁ ଚୁଲି ଉଡ଼ିଯିବ। ପାଣି ଟିକେ ଦେଇଦେଲେ ମସଲାଟା ସିଝିବା ପାଇଁ ପାଣି ଦେଇଦେଲ। ଆଉ ମସଲା ଆମର ପୁରା ହେଇଗଲାଣି। ହେଇନି ଆଉ ଟିକେ ହବ। ଟିକେ ଶୁଙ୍ଗି ଦଉଛନ୍ତି ଶୁଙ୍ଗିକିନା କଣ ଜାଣିପାର। ବାସ୍ନାଟା ଆସିବ ସ୍ମେଲଟା ମୁଁ ଜାଣିପାରେନି ମୁଁ ଶୁଙ୍ଗିକି କହିବି। ଏବେ କଣ ପକେଇଲ? ଏଟା ପଡୁଛି ସ୍ପେଶିଆଲ ମସଲା ସିକ୍ରେଟ ମସଲା ଗରମ ମସଲା ନା ମସଲା ପାଣି ଫୁଟିଗଲା ପରେ ଆମେ ତାକୁ ପକେଇବା ମାଛ। ସେଇଥିରେ ବହି ଗୁଣ୍ଡ ହବ। ଦେଖିଆ ତମ ମୁହଁଟା କି ତରକାରୀ କରୁଛ ହାରିଗଲି ଆଜ୍ଞା। ଜିତିଯିବ ରୁହ ତରକାରୀ କଲା ପରେ ଜିତିଯିବ। ତମେ ବା ଛାଡିବ ଶେଷ ମୁଣ୍ଡି ମାରିବ। ଦି ଜଣ ହେଇକି ତରକାରୀ କରାହଉଛି ଆଉ। ମାଛ ପଡିଗଲା ଆମର ପୁରା ଝୋଳ ରେଡି। ଦେଖନ୍ତୁ ଅନ୍ଧାରରେ ମାଛ ପୁରା ଟପ ନଚ। ମାଛ ତରକାରୀ ହେଇଯାଇଛି ଏବେ ଖାଇ ବସିଛନ୍ତି। ବାପ ପୁଅ ଖାଉଛନ୍ତି ଆଉ ଏଇଠି ମୋ ଦିଅର ବାପା ଖାଉଛନ୍ତି। କେମିତି ହେଇଛି କୁହ? ତମେ ତ ରାନ୍ଧିଛ ତମେ ଖାଇ ବବୁଲ କେମିତି ହେଇଛି? ଭଲ ହେଇନି ଭଲ ହେଇଥିଲେ ବି ତ ମାଛ ତ ତୁ ଖାଉନ ତତେ ସେଥିପାଇଁ ଭଲ ଲାଗୁନଥିବ ଆଉ। ଝୋଳ ଡାଲି ଦେବି ପୋଖରୀ ମାଛଟା ଟେଷ୍ଟ ହେଲା କଣ ବରଫ ମାଛଟା ସେ ଫ୍ରିଜରେ ରଖିକି ଆଣୁଛନ୍ତି 4 ଦିନକୁ ବିକିକି ନଗଦ ମାଛଟା ଟେଷ୍ଟ ଲାଗିବ। ମୋ ପୁଅ ମନ ଦୁଃଖ ହେଇଯାଇଛି ସେ ତାର ମାଛ ପସନ୍ଦ ନାହିଁ। ତ ସାଙ୍ଗମାନେ ଆଜି ମୋ ଦେହ ଖରାପ ବୋଲି ରୋଷେଇ କାମରେ ମୋ ସ୍ୱାମୀ ମୋତେ ସାହାଯ୍ୟ କଲେ ରୋଷେଇ କରିବାରେ। ଆଉ ଆପଣମାନଙ୍କର କେବେ ଦେହ ଖରାପ ହେଲେ ଆପଣଙ୍କ ସ୍ୱାମୀ କ'ଣ ଏମିତି ରୋଷେଇ କାମରେ ସାହାଯ୍ୟ କରନ୍ତି? ରୋଷେଇ କାମରେ ସାହାଯ୍ୟ କରନ୍ତି କି ନାହିଁ କମେଣ୍ଟ ବକ୍ସରେ ମୋତେ ଜଣେଇବେ। ରହୁଛି ନମସ୍କାର।